ଏହି ଭିଡ଼ିଓରେ ଆମେ ଜ୍ୟାମିତି କ'ଣ ଏବଂ ଜ୍ୟାମିତି କାହାକୁ କୁହାଯାଏ ଏବଂ ଜ୍ୟାମିତିରେ ବ୍ୟବହୃତ ହେଉଥିବା କିଛି ଆକୃତି ବିଷୟରେ ପଢ଼ିବା। ତେବେ ପ୍ରଥମେ ଆମେ ଦେଖିବା ଯେ ଜ୍ୟାମିତି କାହାକୁ କୁହାଯାଏ। ତେବେ ଜ୍ୟାମିତିରେ ଜ୍ୟାର ଅର୍ଥ ହେଉଛି ପୃଥିବୀ ଏବଂ ମିତିର ଅର୍ଥ ହେଉଛି ମାପ, ଅର୍ଥାତ୍ ଜ୍ୟାମିତିର ଅର୍ଥ କ'ଣ? ପୃଥିବୀର ମାପ। ତେବେ ଜ୍ୟାମିତିରେ ଆମେ କିଛି ଏପରି ଆକୃତି ବିଷୟରେ ପଢ଼ିଥାଉ, ରେଖାଖଣ୍ଡ, ବୃତ୍ତ, ତ୍ରିଭୁଜ ଏବଂ କୋଣ। ଏବଂ ଯେତେବେଳେ ଆମେ ଆଗକୁ ପଢ଼ିଥାଉ ଆହୁରି କିଛି ଆକୃତି ମଧ୍ୟ ଆସିଥାଏ। ତେବେ ପ୍ରଥମେ ଆମେ ମୂଳରୁ ଆରମ୍ଭ କରିବା। ତେବେ ଏଠି ଦେଖ, ମୋ ପାଖରେ ଏକ ଚିତ୍ର ଅଛି। ଏହାକୁ ଆମେ କ'ଣ କହିଥାଉ? ଏହାକୁ ଆମେ ଏକ ବିନ୍ଦୁ ବୋଲି କହିଥାଉ। ତେବେ ବିନ୍ଦୁର ବିଶେଷତ୍ୱ ହେଉଛି ବିନ୍ଦୁ ଗୋଟିଏ ଜାଗାରେ ଅବସ୍ଥାନ କରିଥାଏ। ଯଦି ଆମେ ବିନ୍ଦୁ ଉପରେ ରହିକି କୌଣସି ଏକ ଦିଗକୁ ଗତି କରିବାକୁ ଚାହିଁବା ବା ଗତି କରିବା, ତେବେ ଆମେ ଆଉ ବିନ୍ଦୁ ଉପରେ ରହିପାରିବା ନାହିଁ, ଆମେ ଅନ୍ୟ ଏକ ଜାଗାକୁ ପଳେଇବା। ତେବେ ବିନ୍ଦୁ ଗୋଟିଏ ଜାଗାରେ ହିଁ ଅବସ୍ଥାନ କରିଥାଏ। ତେବେ ଏଠି ମୁଁ ଆଉ କିଛି ବିନ୍ଦୁ ନେଉଛି। ଦେଖ, ମୁଁ ଆଉ 3ଟି ବିନ୍ଦୁ ନେଇଛି। ତେବେ ଆମେ ଏହି ବିନ୍ଦୁ ଗୁଡ଼ିକୁ ଆମେ ଚିହ୍ନିବା କିପରି? ତମେ ଏଠି କହିପାରିବ ଯେ ଇଏ ହେଉଛି ନାଲି ବିନ୍ଦୁ, ଇଏ ହେଉଛି ସବୁଜ ବିନ୍ଦୁ, ଇଏ ହେଉଛି ନୀଳ ବିନ୍ଦୁ, ଏପରି ଅଲଗା ଅଲଗା ରଙ୍ଗ ଅଛି। ତେଣୁ ତମେ ରଙ୍ଗ ଦେଖିକି କହିପାରିବ। କିନ୍ତୁ ଯଦି ସମାନ ରଙ୍ଗର ବିନ୍ଦୁ ଥିବ, ତେବେ ବିନ୍ଦୁ ଗୁଡ଼ିକୁ ତମେ କିପରି ଚିହ୍ନିବ? ତେଣୁ ବିନ୍ଦୁ ଗୁଡ଼ିକୁ ଚିହ୍ନିବା ପାଇଁ ଆମେ ଏହାର ନାମକରଣ କରିଥାଉ। ତ ଏହାକୁ ମୁଁ ଏ ବିନ୍ଦୁ କହିପାରିବି, ଏହାକୁ ମୁଁ ବି ବିନ୍ଦୁ କହିପାରିବି, ଏହାକୁ ମୁଁ ସି ବିନ୍ଦୁ କହିପାରିବି ଏବଂ ଏହାକୁ ମୁଁ ଡି ବିନ୍ଦୁ କହିପାରିବି। ତ ବିନ୍ଦୁ ଗୁଡ଼ିକୁ ନାମକରଣ କରିବା ଦ୍ୱାରା ଆମକୁ ଏହାକୁ ଚିହ୍ନଟ କରିବା ପାଇଁ ସହଜ ହୋଇଥାଏ। ତେବେ ଯଦି ତମକୁ କିଏ କୁହେ ଯେ ତମେ ସି ବିନ୍ଦୁ ଉପରେ ଏକ ବୃତ୍ତ ଅଙ୍କନ କର, ତେବେ ଯଦି ତମେ ନାମକରଣ କରିଥିବ, ତେବେ ତମେ ଅତି ସହଜରେ ସି ବିନ୍ଦୁକୁ ଚିହ୍ନଟ କରି ଏହା ଉପରେ ଏକ ବୃତ୍ତ ଅଙ୍କନ କରିପାରିବ। ଏହାପରେ ଆମେ ଦେଖିବା ଯେ ଗୋଟିଏ ବିନ୍ଦୁରୁ ଆମେ ଅନ୍ୟ ଏକ ବିନ୍ଦୁକୁ ଯେତେବେଳେ ଗତି କରିଥାଉ, ତେବେ ଆମକୁ ଏଭଳି କିଛି ଚିତ୍ର ମିଳିଥାଏ। ତେବେ ଏହାକୁ ଆମେ କ'ଣ କହିଥାଉ? ଏହାକୁ ଆମେ ରେଖାଖଣ୍ଡ ବୋଲି କହିଥାଉ। ସେହିପରି ଯଦି ଆମେ ବି ଠାରୁ ଆରମ୍ଭ କରି ସି ପର୍ଯ୍ୟନ୍ତ ଯିବା, ତେବେ ଏହାକୁ ମଧ୍ୟ ଆମେ ଏକ ରେଖାଖଣ୍ଡ ବୋଲି କହିବା। ତେବେ ଏହି ରେଖାଖଣ୍ଡରେ ଏ ଏବଂ ଡି ହେଉଛନ୍ତି ପ୍ରାନ୍ତ ବିନ୍ଦୁ। ଏହି ପ୍ରାନ୍ତ ବିନ୍ଦୁ ସାହାଯ୍ୟରେ ଆମେ ଏହି ରେଖାଖଣ୍ଡର ନାମକରଣ ମଧ୍ୟ କରିଥାଉ। ତେବେ ଏହି ରେଖାଖଣ୍ଡକୁ ଆମେ ଏ ଡି ରେଖାଖଣ୍ଡ ଏପରି ଲେଖିକି ଏହା ଉପରେ ଏକ ରେଖାଖଣ୍ଡ ଅଙ୍କନ କରି ଦର୍ଶାଇ ପାରିବା, ବା ଏହାକୁ ଆମେ ଡି ଏ ରେଖାଖଣ୍ଡ ଏପରି ଲେଖିକି ଏହା ଉପରେ ଏକ ରେଖାଖଣ୍ଡ ଅଙ୍କନ କରି ଦର୍ଶାଇ ମଧ୍ୟ ପାରିବା। ସେହିପରି ବି ସି କୁ ଆମେ ବି ସି ଲେଖିକି ଏହା ଉପରେ ଏକ ରେଖାଖଣ୍ଡ ଅଙ୍କନ କରି ଦର୍ଶାଇ ପାରିବା, ବା ଏହାକୁ ଆମେ ସି ବି ଲେଖିକି ଏହା ଉପରେ ଏକ ରେଖାଖଣ୍ଡ ଅଙ୍କନ କରି ଦର୍ଶାଇ ପାରିବା। ତେବେ ଏହିଭଳି ରେଖାଖଣ୍ଡକୁ ଆମେ ଏକମାତ୍ରିକ ଚିତ୍ର ବୋଲି କହିଥାଉ, କାରଣ ଏହାର କେବଳ ଦୈର୍ଘ୍ୟ ହିଁ ଅଛି। ଯାହାର କେବଳ ଦୈର୍ଘ୍ୟ ବା ପ୍ରସ୍ଥ ଯେକୌଣସି ଦୁଇଟିରୁ ଗୋଟିଏ ଥାଏ, ତାହାକୁ ଆମେ ଏକମାତ୍ରିକ ଚିତ୍ର ବୋଲି କହିଥାଉ। ତେବେ ଏ ଡି ର ଏକ ନିର୍ଦ୍ଦିଷ୍ଟ ଦୂରତା ବା ମାପ ମଧ୍ୟ ଅଛି। ତେବେ ଯଦି ମୁଁ କହିବି ଏ ଡି ସମାନ 5 ଏକକ, 5 ଏକକ ଅର୍ଥାତ୍ ଏହା 5 ସେମି ହେଇପାରେ, ବା 5 ମିଟର ହେଇପାରେ, ବା 5 କିଲୋମିଟର ମଧ୍ୟ ହେଇପାରେ। ଠିକ ଅଛି। ବର୍ତ୍ତମାନ ଆମେ ଦେଖିବା, ଯଦି ଆମେ ଗୋଟିଏ ବିନ୍ଦୁରୁ ଆରମ୍ଭ କରି ଅନ୍ୟ ଏକ ବିନ୍ଦୁ ଦିଗରେ ଅନନ୍ତ ପର୍ଯ୍ୟନ୍ତ ଏକ ରେଖାକୁ ବଢାଇବା। ଏଇଭଳି ଦେଖ, ଏହି ରେଖାଟି ଏ ବିନ୍ଦୁରୁ ଆରମ୍ଭ ହୋଇଛି ଏବଂ ବି ଦିଗରେ ଅନନ୍ତ ପର୍ଯ୍ୟନ୍ତ ଆଗକୁ ବଢିଛି। ଅନନ୍ତ ପର୍ଯ୍ୟନ୍ତ ଆଗକୁ ବଢିଛି ବୋଲି ଆମେ କିପରି ଜାଣୁଛନ୍ତି? ଦେଖ, ଏଠି ଗୋଟେ ତୀର ଚିହ୍ନ ଅଛି। ଏହାର ଅର୍ଥ ଏହି ରେଖାଟି ଏହି ଦିଗରେ ଅନନ୍ତ ପର୍ଯ୍ୟନ୍ତ ଆଗକୁ ବଢିଛି। ତେବେ ଏହାକୁ ଆମେ କ'ଣ କହିବା? ଏହାକୁ ଆମେ ରଶ୍ମି ବୋଲି କହିବା। ତେବେ ଏହି ରଶ୍ମିକୁ ଆମେ ଏ ବି ରଶ୍ମି ଏପରି ଲେଖିକି ଏହା ଉପରେ ଏକ ରଶ୍ମି ଅଙ୍କନ କରିକି ଏହାର ନାମକରଣ ଆମେ କରିଥାଉ, ବା ଏପରି ଆମେ ତାହାକୁ ଦର୍ଶାଇଥାଉ। ତେବେ ଏଠି ଦେଖ, ଏ ଡି ରେଖାଖଣ୍ଡକୁ ଆମେ ଏ ଡି ଲେଖିକି ଏହା ଉପରେ ଏକ ରେଖାଖଣ୍ଡ ଅଙ୍କନ କରିକି ଦର୍ଶାଇଛନ୍ତି, ବା ଏହାକୁ ଆମେ ଡି ଏ ଲେଖିକି ଏହା ଉପରେ ଏକ ରେଖାଖଣ୍ଡ ଅଙ୍କନ କରି ଦର୍ଶାଇଛନ୍ତି। କିନ୍ତୁ ଏଠି ଦେଖ, ଏ ବି ରଶ୍ମିକୁ ଆମେ ଏ ବି ଲେଖିକି ଏହା ଉପରେ ଏକ ରଶ୍ମି ଅଙ୍କନ କରି ଦର୍ଶାଇଛନ୍ତି। ଯଦି ଆମେ ଏହାକୁ ବି ଏ ଲେଖିକି ଏହା ଉପରେ ଏକ ରଶ୍ମି ଅଙ୍କନ କରି ଦର୍ଶାଇବା, ତେବେ ଏହା ଭୁଲ ହେବ। କାରଣ ବି ଏ ଏହା ଦର୍ଶାଉଛି ଯେ ଏହି ରଶ୍ମିଟି ବି ବିନ୍ଦୁରୁ ଆରମ୍ଭ ହୋଇ ଏ ଦିଗରେ ଅନନ୍ତ ପର୍ଯ୍ୟନ୍ତ ଆଗକୁ ବଢିଛି। ତେଣୁ ଏହି ରଶ୍ମିକୁ ଆମେ ଏ ବି ଲେଖିକି ଏହା ଉପରେ ଏକ ରଶ୍ମି ଅଙ୍କନ କରି ଆମେ ଦର୍ଶାଇ ପାରିବା। ତେବେ ଦେଖ, ଏ ବି ରଶ୍ମିର ଏ ବିନ୍ଦୁକୁ ଆମେ ଉକ୍ତ ରଶ୍ମିର ମୂଳ ବିନ୍ଦୁ ବା ଆଦ୍ୟ ବିନ୍ଦୁ ବା ଆରମ୍ଭ ବିନ୍ଦୁ ବା ଶୀର୍ଷ ବିନ୍ଦୁ ବୋଲି କହିଥାଉ। ଏହାପରେ ମୋ ପାଖରେ ଆଉ 2ଟି ବିନ୍ଦୁ ଅଛି। ଦେଖ, ଏହି ବିନ୍ଦୁକୁ ମୁଁ ଇ ଏବଂ ଏଫ୍ ନାଁ ଦେଇଛି। ଯଦି ମୁଁ ଏହି ବିନ୍ଦୁ ଉପରେ ଏକ ରେଖା ଅଙ୍କନ କରିବି ଏବଂ ଏହି ରେଖାକୁ ମୁଁ ଉଭୟ ଦିଗରେ ଅନନ୍ତ ପର୍ଯ୍ୟନ୍ତ ଆଗକୁ ବଢାଇବି, ତେବେ ଏହାକୁ ଆମେ କ'ଣ କହିବା? ଏହାକୁ ଆମେ ସରଳ ରେଖା ବୋଲି କହିବା। ତେବେ ଏହି ସରଳ ରେଖାର ନାମକରଣ ଆମେ କିପରି କରିଥାଉ? ଏହା ଉପରେ 2ଟି ବିନ୍ଦୁ ନେଇକି। ତେବେ ଏହାକୁ ଆମେ ଇ ଏଫ୍ ସରଳ ରେଖା ଇ ଏଫ୍ ଲେଖିକି ଏହା ଉପରେ ଏକ ସରଳ ରେଖା ଅଙ୍କନ କରି ଏପରି ଆମେ ଦର୍ଶାଇ ପାରିବା। ତେବେ ଏଠି ଦେଖ, ମୋ ପାଖରେ ଆଉ 2ଟି ବିନ୍ଦୁ ଅଛି। ଏହି 2ଟି ବିନ୍ଦୁକୁ ଯଦି ମୁଁ ଯୋଗ କରିବି ଏବଂ ଏହାର ନାଁ ମୁଁ ଏକ୍ସ ଏବଂ ୱାଇ ଦେବି, ତେବେ ଏହାକୁ ଆମେ କ'ଣ କହିବା? ଏକ୍ସ ୱାଇ ରେଖାଖଣ୍ଡ କହିବା। ଏକ୍ସ ୱାଇ ଲେଖିକି ଏହା ଉପରେ ଏକ ରେଖାଖଣ୍ଡ ଅଙ୍କନ କରି ଦର୍ଶାଇବା। ତେବେ ଏହି ରେଖାଖଣ୍ଡ ଉପରେ ମୁଁ ଆଉ ଏକ ବିନ୍ଦୁ ନେବି ଏବଂ ଏହାର ନାଁ ମୁଁ ଜେଡ୍ ଦେବି। ତେବେ ଏକ୍ସ ଜେଡ୍ ୱାଇ ଗୋଟିଏ ସରଳ ରେଖା ଉପରେ ଅବସ୍ଥାନ କରୁଛନ୍ତି। ତମେ ଏହାକୁ ଏକ ସରଳ ରେଖା ଭାବ। ମୁଁ ଏହାକୁ ଉଭୟ ଦିଗରେ ଅନନ୍ତ ପର୍ଯ୍ୟନ୍ତ ବଢାଉଛି। ତେବେ ଯେତେବେଳେ ଗୋଟିଏ ସରଳ ରେଖା ଉପରେ
ତିନୋଟି ବା ତିନୋଟିରୁ ଅଧିକ ବିନ୍ଦୁ ଅବସ୍ଥାନ କରନ୍ତି ତାହାକୁ ଆମେ ଏକ ରେଖୀ ବିନ୍ଦୁ ବୋଲି କହିଥାଉ। ତେବେ ଏଠାରେ x z y ଏକ ରେଖୀ ବିନ୍ଦୁ ଅଟନ୍ତି। ତ ଯଦି ମୁଁ କହିବି x z ସମାନ z y ଅର୍ଥାତ୍ x ଠାରୁ z ର ଦୂରତା ଯେତିକି z ଠାରୁ y ର ଦୂରତା ମଧ୍ୟ ସେତିକି। ବେଳେ ବେଳେ ଆମେ ଏଭଳି ଚିତ୍ର ଦ୍ୱାରା ମଧ୍ୟ ଦର୍ଶାଇଥାଉ। ଏହାର ଅର୍ଥ z ହେଉଛି x y ରେଖାଖଣ୍ଡର ମଧ୍ୟବିନ୍ଦୁ। ତେବେ ଏଠି ଆମେ ଯେଉଁ ତିନୋଟି ରେଖା ବିଷୟରେ ପଢିଲେ, ଗୋଟେ ହେଉଛି ରେଖାଖଣ୍ଡ, ଗୋଟେ ହେଉଛି ରଶ୍ମି, ଗୋଟେ ହେଉଛି ସରଳ ରେଖା, ଏଗୁଡ଼ିକ ସବୁ ଏକମାତ୍ରିକ ଅଟେ। ତେବେ ଦ୍ୱିମାତ୍ରିକ କାହାକୁ କୁହାଯାଏ? ଦ୍ୱିମାତ୍ରିକ ଯାହାର ଉଭୟ ଦୈର୍ଘ୍ୟ ଏବଂ ପ୍ରସ୍ଥ ଥାଏ। ଉଭୟ ଆମେ ବାମରୁ ଦକ୍ଷିଣ ଦିଗକୁ ବଢାଇ ପାରିବା ବା ଉପରୁ ତଳକୁ ଆମେ ଯାଇପାରିବା, ତାହାକୁ ଆମେ ଦ୍ୱିମାତ୍ରିକ ବୋଲି କହିଥାଉ। ତେବେ ଏହାକୁ ଆମେ ସମତଳ ମଧ୍ୟ କହିଥାଉ। ତେବେ ତମ କ୍ଲାସର କଳାପଟା ଏବଂ ଖାତାର କାଗଜ ଏହାକୁ ଆମେ ଦ୍ୱିମାତ୍ରିକର ଉଦାହରଣ ବୋଲି କହିପାରିବା। ତେବେ ତ୍ରିମାତ୍ରିକ କାହାକୁ କୁହାଯାଏ? ତ୍ରିମାତ୍ରିକ ହେଉଛି ଯାହାର ଉଭୟ ଦୈର୍ଘ୍ୟ, ପ୍ରସ୍ଥ ଏବଂ ଉଚ୍ଚତା ରହିଥାଏ, ତାହାକୁ ଆମେ ତ୍ରିମାତ୍ରିକ ବୋଲି କହିଥାଉ। ଘର ତିଆରିରେ ବ୍ୟବହୃତ ଇଟାକୁ ତମେ ତ୍ରିମାତ୍ରିକର ଉଦାହରଣ ବୋଲି ଭାବିପାରିବ। ଠିକ ଅଛି।